ଅନ୍ତରେ ଯାହାର କ୍ରୋଧଟି ନାହିଁ ମଣିଷ ହେଲେ ବି ଦେବତା କହି। ଅନ୍ତରେ ଯାହାର କ୍ରୋଧଟି ନାହିଁ ମଣିଷ ହେଲେ ବି ଦେବତା କହି। ଅର୍ଥାତ୍ କ୍ରୋଧହୀନ ମାନବ ଭଗବାନ ସଦୃଶ୍ୟ ହୋଇଥାଏ। ଏହି କ୍ରୋଧ ଏକ ବିଷଧର ସାପ। ଯେଉଁ ବ୍ୟକ୍ତି ଏହି ସାପକୁ ନିଜରେ ପାଳନ କରନ୍ତି ତାଙ୍କୁ କେହି ବି ରଖିପାରିବେ ନାହିଁ। କାହିଁକି ନା ତାଙ୍କର ଏକମାତ୍ର ରକ୍ଷକ ସ୍ୱୟଂ ଭଗବାନ ହିଁ ତାଙ୍କୁ ରକ୍ଷା କରିପାରିବେ। କ୍ରୋଧର କାରଣ ମିଥ୍ୟା ଅହଙ୍କାର ବା ଅଜ୍ଞାନତା। ମନରେ କିଛି ମନ୍ଦ ଭାବନା, କିଛି ଖରାପ ଭାବନା ଜାଗ୍ରତ ହେଲେ ମନରେ କ୍ରୋଧ ଜଳି ଉଠିଥାଏ। ଆଉ ଏହି କ୍ରୋଧ, ଏହି ମହାବ୍ୟାଧି ଠାରୁ ଆମେ ନିଜକୁ ଦୂରେଇ ରହିବା ଆମର ପାଇଁ ମଙ୍ଗଳଦାୟକ ହୋଇଥାଏ। ଏହି ମହାବ୍ୟାଧି ମଣିଷର ମନକୁ, ଶରୀରକୁ ଅନେକ ଦୂଷିତ ଭାବନା ପ୍ରଭାବ ପକାଇଥାଏ, ଯାହାଦ୍ୱାରା କି ମଣିଷର ଜୀବନକୁ ଅସଫଳ କରିଦେଇଥାଏ। ମଣିଷକୁ ଅଶାନ୍ତି, ଆବେଗ ଓ ଆଶଙ୍କା ଭରିଦିଏ, ଯାହାଦ୍ୱାରା ମଣିଷ ବିଭିନ୍ନ ରୋଗାଗ୍ରସ୍ତ ହୋଇ ତାର ଜୀବନ ଆସ୍ତେ ଆସ୍ତେ କ୍ଷୟ ହେବାରେ ଲାଗିଥାଏ। ତେଣୁ ମଣିଷ ଯେତେବେଳେ କ୍ରୋଧ ଜର୍ଜରିତ ହୋଇଥାଏ ତାର ଶରୀର ମଧ୍ୟରେ ରକ୍ତରେ ଥିବା ବିଷାକ୍ତ ଶର୍କରା ରକ୍ତକୁ ଅଶୁଦ୍ଧ କରିଦେଇଥାଏ। ସେଥିପାଇଁ କୁହାଯାଇଛି, ହିଂସା କ୍ରୋଧ ଅଟେ ବଡ଼ ବୈରୀ, ରକ୍ତ ମାଂସ ଖାଏ ଛିନ୍ ଭିନ୍ କରି। ହିଂସା କ୍ରୋଧ ଅଟେ ବଡ଼ ବୈରୀ, ରକ୍ତ ମାଂସ ଖାଏ ଛିନ୍ ଭିନ୍ କରି। ତେଣୁ ଏହି ଯେଉଁ କ୍ରୋଧ ବ୍ୟକ୍ତି ଜର୍ଜରିତ ହୋଇଥାନ୍ତି ତାଙ୍କୁ ଅବଶ୍ୟ ଦିନେ ନା ଦିନେ ବ୍ୟାଧିର ଶିକାର ହୋଇ ଜୀବନ ଆସ୍ତେ ଆସ୍ତେ କ୍ଷୟ ହୋଇ ସେ କାଳରୁ ଅନ୍ତର ହୋଇଯାଆନ୍ତି। ଏହି କ୍ରୋଧ ଜର୍ଜରିତ କେତେ ଯେ ପ୍ରଭାବ ପକାଉଛି ଆମର ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି। ଆମର ନ୍ୟୁୟର୍କର ବୈଜ୍ଞାନିକ ମାନେ ପରୀକ୍ଷା କରି ଦର୍ଶାଇଥିଲେ, ଏକ କ୍ରୋଧ ଜର୍ଜରିତ ଗୋଟେ ମନୁଷ୍ୟର ଶରୀରରୁ କିଛି ଟୋପା ରକ୍ତ ଇଞ୍ଜେକ୍ସନ ଦ୍ୱାରା ନେଇ ଏକ ଠେକୁଆ ଶରୀର ମଧ୍ୟକୁ ପ୍ରବେଶ କରାଇଥିଲେ। ପ୍ରବେଶ କରିବାର 22 ମିନିଟ ପରେ ଠେକୁଆଟି ମଣିଷକୁ କାମୁଡ଼ିବା ପାଇଁ ଗୋଡ଼ାଇଥିଲା। 35 ମିନିଟ ପରେ ଠେକୁଆଟି ନିଜକୁ ନିଜେ କାମୁଡ଼ିବାକୁ ଲାଗିଲା। ଆଉ ଠିକ୍ ଗୋଟାଏ ଘଣ୍ଟା ପରେ ଠେକୁଆଟି ଛାଟପିଟ ହୋଇ ମରିଗଲା। ଆପଣ ଏହି ପରୀକ୍ଷାରୁ ଜାଣିପାରିଲେ ଯେ କ୍ରୋଧର କେତେ ଯେ ଭୟଙ୍କର ପରିଣାମ। ବର୍ତ୍ତମାନ ଆମେ କ୍ରୋଧକୁ କିପରି ନିୟନ୍ତ୍ରଣ କରିବା। ଯେତେବେଳେ ମନରେ କ୍ରୋଧ ଜର୍ଜରିତ ଅବସ୍ଥା ଆସେ, ଆପଣ ନିଜକୁ ନିୟନ୍ତ୍ରିତ ହୋଇ ଚୁପଚାପ ବସିଯାଆନ୍ତୁ। ବିଦ୍ୱାନମାନେ କହିଥିଲେ ଯେ କ୍ରୋଧ ଜର୍ଜରିତ ସମୟରେ ସେହି ସ୍ଥାନରୁ ଆପଣ ଅନ୍ୟତ୍ର ଚାଲିଯାଆନ୍ତୁ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ଲାଗିଯାଆନ୍ତୁ, ଯାହାଦ୍ୱାରା ଆପଣଙ୍କର ମନ ପରିବର୍ତ୍ତନ ହୋଇଯିବ। କିଛି ସମୟ ପରେ ମନ ପୁନଃ ଅବସ୍ଥାକୁ ଫେରି ଆସିପାରିବ। ଏହି ହେଲା ଆମର ଆଜି କ୍ରୋଧର ଏହି ଭୟଙ୍କର ପରିଣାମ ଆଉ ତାର ପ୍ରତିକାର। ଆମର ଏହି ସୁବିଚାର ଆପଣମାନଙ୍କ ପାଇଁ ଉପହାର। ହୃଦୟସ୍ପର୍ଶୀ ଯଦି ପ୍ରେରଣାଦାୟକ ହୋଇଥାଏ ତାହେଲେ ଆପଣମାନେ ଆମର ଏହି ଚ୍ୟାନେଲକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ ଆଉ ବହୁମାତ୍ରାରେ ସେୟାର କରିବେ। ପରବର୍ତ୍ତୀ ବିଷୟ ପାଇଁ ଆମ ଚ୍ୟାନେଲ ସହିତ ଆପଣ ଜଡ଼ିତ ହୋଇ ରହିବେ। ଆଉ ଶେଷରେ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଯଦି ମନରେ କେବେ କ୍ରୋଧ ଆସେ ତାହେଲେ ଆପଣ ନୀରବ ବସି ଗାୟତ୍ରୀ ମହାମନ୍ତ୍ରକୁ ଜପ କରନ୍ତୁ। ଆପଣ ମନର ପରିବର୍ତ୍ତନ ନିଶ୍ଚିତ ଆସିବ ଆଉ ଆପଣ ଜୀବନ ସାର୍ଥକ ହୋଇପାରିବ।